ପିଲାମାନେ ସାମୁଏଲ ରିଚାର୍ଡସନ୍ ଜଣେ ମୁଦ୍ରଣ ଶିଳ୍ପୀ ଥିଲେ, ଯିଏ ପ୍ରେସ୍ରେ ଯିଏ କାମ କରନ୍ତି ସେମାନେ। ନିଜ ଦକ୍ଷତା ବଳରେ ସେ ହାଉସ୍ ଅଫ୍ କମନ୍ସର ପତ୍ରିକା ପ୍ରକାଶ କରିବା ସଙ୍ଗେ ସଙ୍ଗେ ରାଜକୀୟ ମୁଦ୍ରକର ଗୌରବ ଲାଭ କରିଥିଲେ। ରାଜାଙ୍କ ପାଖରେ ସେ ପ୍ରେସ୍ କାରିଗର ଭାବରେ ସେ ଆପଏଣ୍ଟେଡ଼ ହୋଇଥିଲେ। ଲେଖକଙ୍କୁ ଯେତେବେଳେ 50 ବର୍ଷ ବୟସ, ସେତେବେଳେ ତାଙ୍କର ଉପନ୍ୟାସ ଯେଉଁ ପାମେଲା 1770ରେ ଯେଉଁଟା ପ୍ରକାଶ ପାଇଲା, ଏହା ହିଁ ଇଂରେଜୀ ସାହିତ୍ୟର ପ୍ରଥମ ଉପନ୍ୟାସ। ସାମୁଏଲ ରିଚାର୍ଡସନ୍ ନିଜ ଅଜାଣତରେ 13 ବର୍ଷ ବୟସରୁ ଏହି ଉପନ୍ୟାସ ରଚନା କରିବା ପାଇଁ ଆବଶ୍ୟକୀୟ ଅଭିଜ୍ଞତା ଓ କଳା ନୈପୁଣ୍ୟ ହାସଲ କରିଥିଲେ। କେମିତି ନା, 3 ଜଣ ଅଶିକ୍ଷିତ ପ୍ରେମିକାଙ୍କର ସେ ଥିଲେ ଏକାନ୍ତ ବିଶ୍ୱସ୍ତ ପାତ୍ର। ସେମାନଙ୍କ ପାଇଁ ସେ ପ୍ରେମପତ୍ର ଲେଖୁ ଲେଖୁ ଅଜାଣତରେ ଜଣେ ଉତ୍ତମ ପ୍ରେମପତ୍ର ଲେଖକ ଭାବରେ ପରିଚିତ ହୋଇଥିଲେ। ନାରୀ ମନସ୍ତତ୍ଵ ବୁଝିବାର ସୁଯୋଗ ସେ ଏଇଥିରୁ ହିଁ ପାଇଥିଲେ। ଏହି ଅଭିଜ୍ଞତା ଲେଖକଙ୍କ ପତ୍ର ଉପନ୍ୟାସ ପାମେଲାର ସାର୍ଥକତା ପାଇଁ ଦାୟୀ। ନାୟିକା ପାମେଲା ହେଉଛି ଜଣେ ଚାକରାଣୀ। ନିଜର ଯିଏ ମାଷ୍ଟର ମାଲିକ ପୁତ୍ରର ପାପ ପ୍ରଣୟ ପ୍ରସ୍ତାବରେ ସେ ରାଜି ହେଇନାହିଁ। ମାନେ ମାଲିକର ପୁଅ ଚାକରାଣୀ ନା, ମାଲିକର ପୁଅକୁ ଡାକିଛି ସେକ୍ସୁଆଲ୍ ରିଲେସନ୍ ରଖିବା ପାଇଁ, ସେ ରାଜି ହେଇନାହିଁ। ଉଭୟଙ୍କ ମଧ୍ୟରେ ଏ ସମ୍ପର୍କରେ ପତ୍ର ଆଦାନ ପ୍ରଦାନ ଚାଲିଛି, କିନ୍ତୁ ପାମେଲା ନିଜ ସିଦ୍ଧାନ୍ତରେ ଦୃଢ଼। ଅବଶେଷରେ ନିଜ ମାଲିକ ପୁଅର ବିବାହ ପ୍ରସ୍ତାବକୁ ସେ ଆଦରରେ ଗ୍ରହଣ କରିନେଇଛି। ନିଷ୍ଠା ଓ ପବିତ୍ରତାର ବିଜୟ ଘଟିଛି। ଏଣୁ ଉପନ୍ୟାସଟିର ଅନ୍ୟ ନାମ ଭର୍ଚ୍ୟୁ ରିୱାର୍ଡେଡ଼। ଉପନ୍ୟାସଟି 4 ଖଣ୍ଡରେ ବିଭକ୍ତ। ତୃତୀୟ ଓ ଚତୁର୍ଥ ଖଣ୍ଡରେ ପାମେଲା ସ୍ତ୍ରୀ ଓ ମା ଭାବରେ ଚିତ୍ରିତ ହୋଇଛି ଏବଂ ଏଥିରେ ପ୍ୟୁରିଟାନ୍ ଆଦର୍ଶ ପ୍ରତିଫଳିତ ହୋଇଛି। ସାମୁଏଲ ରିଚାର୍ଡସନ୍ଙ୍କ ଉପନ୍ୟାସ ସମାଜର ସାଧାରଣ ନର ନାରୀଙ୍କ ଉପରେ ପରିବେଷ୍ଟିତ। ତେଣୁ ଚରିତ୍ର ଚିତ୍ରଣ, ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଓ କଥାବସ୍ତୁର ଦୃଢ଼ ସଂହତି ଉପନ୍ୟାସର ଉତ୍କର୍ଷ ସାଧନ କରିଥିଲେ ମଧ୍ୟ ନୀତି ପ୍ରଚାର ପ୍ରୟାସ ଏହାର ଯେଉଁ କଳାଗତ ମୂଲ୍ୟକୁ ହ୍ରାସ କରିଛି। ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହ୍ୟାଭ୍ ଏ ଗୁଡ୍ ଡେ।